ମା ଆମେ ଆରମ୍ଭ କରିବା ଚିରନ୍ତନୀ ବହିର ପୃଷ୍ଠା 117 ବିଷୟବସ୍ତୁ ରହିଛି ପ୍ରକୃତ ସାହସ। ଆମେ ପୂର୍ବରୁ ପଢୁଥିଲେ ଭୟ ଉପରେ, ତା ଉପରେ କେମିତି ବିଜୟ ହାସଲ କରିବା, ଭୟର କାରଣ ଏସବୁ ଗୁଡାକୁ ଦେଖିଥିଲେ। 117ରେ ମା ପ୍ରକୃତ ସାହସ ବିଷୟରେ ବର୍ଣ୍ଣନା କରୁଛନ୍ତି। ମା ଲେଖିଛନ୍ତି ପ୍ରକୃତ ସାହସ କଣ? ଗଭୀର ଅର୍ଥରେ ପ୍ରକୃତ ସାହସ ହେଲା ସବୁ ପ୍ରକାର କଥାକୁ ସମ୍ମୁଖୀନ ହୋଇପାରିବାର କ୍ଷମତା। ଅତି ସାନ ଠାରୁ ବଡ଼ ପର୍ଯ୍ୟନ୍ତ, ଭୌତିକ ବିଷୟ ଠାରୁ ଆତ୍ମିକ ବିଷୟ ଯାଏ ଜୀବନର ସବୁ କଥାର ସମ୍ମୁଖୀନ ହେବା, ଅବିକମ୍ପିତ ଭାବେ, ଶାରୀରିକ ଭାବେ ଅବିଚଳିତ ରହି ହୃତ୍ସ୍ପନ୍ଦନ ଯେପରି ଦ୍ରୁତ ଗତିରେ ଚାଲିବାକୁ ଆରମ୍ଭ ନ କରେ, ସ୍ନାୟୁମଣ୍ଡଳ ଥରୁ ନଥିବ ବା ସତ୍ତାର କେଉଁ ଅଂଶରେ ସାମାନ୍ୟ ଉଦ୍ବେଗ ବି ସୃଷ୍ଟି ହେଉନଥିବ, ଈଶ୍ୱରଙ୍କର ନିରବଚ୍ଛିନ୍ନ ଉପସ୍ଥିତିକୁ ଅନୁଭବ କରି ସମ୍ପୂର୍ଣ୍ଣ ଭାବେ ଈଶ୍ୱରଙ୍କ ନିକଟରେ ଆତ୍ମସମର୍ପଣ କରି ସେହି ଦିବ୍ୟ ସଂକଳ୍ପରେ ତୁମର ସମଗ୍ର ସତ୍ତାକୁ ଏକ କରି ଜୀବନର ସବୁ କଥାର ସମ୍ମୁଖୀନ ହୁଅ। ତାହେଲେ ଯାଇ ତୁମେ ଜୀବନରେ ଅଗ୍ରସର ହୋଇପାରିବ, ଯେକୌଣସି ପରିସ୍ଥିତିର ସାମ୍ନା କରିପାରିବ। ମୁଁ କହୁଛି ସବୁବେଳେ ଯେପରି ଅକମ୍ପିତ ରହିବ, ସାମାନ୍ୟ ବିକମ୍ପନ ବି ଯେପରି ଦେଖା ନଯାଏ। ଜାଣି ରଖ, ଏହି ଅବସ୍ଥା ବହୁତ ଅଭ୍ୟାସ ପରେ ଆସେ। ଅବଶ୍ୟ ଯେଉଁମାନେ ଏକ ସ୍ୱତନ୍ତ୍ର କୃପା ପାଇଥାନ୍ତି କିମ୍ବା ଜନ୍ମରୁ ଏହିଭଳି ଅବିଚଳିତ ବ୍ୟକ୍ତିତ୍ୱ ନେଇ ଜନ୍ମିଥାନ୍ତି, ସେମାନଙ୍କ କଥା ଅଲଗା, କିନ୍ତୁ ଏମାନଙ୍କ ସଂଖ୍ୟା ଅତି ନଗଣ୍ୟ। ପ୍ରକୃତ ସାହସ ହେଲା ବିଷୟଟି ସମ୍ପର୍କରେ ସବୁ ପ୍ରକାର ଜ୍ଞାନର ସହିତ ସାହସ। ତା ମାନେ ସବୁ କିଛି ସମ୍ଭାବନା ସମ୍ପର୍କରେ ଯେପରି ଜଣେ ଅବଗତ ଥିବ ଏବଂ ଯାହା କିଛି ଆସିବ କୌଣସି ବ୍ୟତିକ୍ରମ ବିନା ତାର ମୁହାଁମୁହିଁ ହେବା ପାଇଁ ପ୍ରସ୍ତୁତ ରହିଥିବ। ମା ଲେଖୁଛନ୍ତି ପ୍ରକୃତ ସାହସ କଣ? ପ୍ରଥମେ କହିଲେ ଗଭୀର ଅର୍ଥ ଯଦି ତମେ ଦେଖିବ ପ୍ରକୃତ ସାହସର, ସବୁ ପ୍ରକାର କଥାକୁ ସମ୍ମୁଖୀନ ହୋଇପାରିବାର କ୍ଷମତା। ଅତି ସାନ ଠାରୁ ବଡ଼ ପର୍ଯ୍ୟନ୍ତ, ଭୌତିକ ବିଷୟ ଠାରୁ ଆତ୍ମିକ ବିଷୟ ଯାଏ ଜୀବନର ସବୁ କଥାର ସମ୍ମୁଖୀନ ହେବା। କେମିତି ସମ୍ମୁଖୀନ ହବା? ଅବିକମ୍ପିତ ଭାବେ, ଶାରୀରିକ ଭାବେ ଅବିଚଳିତ ରହି ହୃତ୍ସ୍ପନ୍ଦନ ଯେପରି ଦ୍ରୁତ ଗତିରେ ଚାଲିବାକୁ ଆରମ୍ଭ ନ କରେ, ସ୍ନାୟୁମଣ୍ଡଳ ଥରୁ ନଥିବ ବା ସତ୍ତାର କେଉଁ ଅଂଶରେ ସାମାନ୍ୟ ଉଦ୍ବେଗ ବି ସୃଷ୍ଟି ହେଉନଥିବ। ସାହସ କହିଲେ ତାହେଲେ ଆମେ ଆଉ କଣ ଗୋଟେ ଅଲଗା ଅର୍ଥ ନିଶ୍ଚୟ ବୁଝନ୍ତି। ସେଇଥିପାଇଁ ମା ଲେଖିଲେ ଗଭୀର ଅର୍ଥରେ ପ୍ରକୃତ ସାହସ କଣ? ଆମେ ସାହସ ଯେତେବେଳେ କହୁ ଯେ ଗୋଟେ କାମ ଆପଣ ଦେଖିବେ, ଆମେ ଯୋଉଟା ଭାବିନଥିବା, ଆମେ ଭାବିବା ଯେ ସେଇଟା କରିହବା ସମ୍ଭବ ନୁହେଁ, ଅସମ୍ଭବ, ଆମର ଶକ୍ତି ସାମର୍ଥ୍ୟ ବାହାରେ, ତାକୁ ଆମେ ସାହସ ବୋଲି କହନ୍ତି। ଆଉ ପିଲାମାନେ ବା ଯୋଉମାନେ ଟିକେ ଯୁବାବସ୍ଥାରେ ଥାନ୍ତି, ସେମାନେ ସାହସ କହିଲେ ଭାବନ୍ତି ଗୋଟେ ହଟଚମଟ କରିବା, ଭାଙ୍ଗିରୁଜି ପକେଇବା, ଯୋଉ ଜିନିଷ ଘଟିଛି ତା ବିରୁଦ୍ଧରେ ଯାଇ କିଛି କରିବା, ଯାହା ଅଛି ତା ବିରୁଦ୍ଧରେ ଯାଇ କିଛି କାମ କରିବା। ଯଦି ଶୃଙ୍ଖଳା ଅଛି, ଶୃଙ୍ଖଳାକୁ ଭାଙ୍ଗିବା, ନିୟମ କାନୁନ ଅଛି ତାକୁ ଭାଙ୍ଗିବା, ଜିନିଷ ତିଆରି ହେଇ ରହିଛି ତାକୁ ନଷ୍ଟ କରିବା। ସାଧାରଣତଃ ଭଙ୍ଗାରେ ଯାହା ଅଛି ତାକୁ ଭାଙ୍ଗିବାରେ ସାହସ ବୋଲି ଆମେ ସମସ୍ତେ ବୁଝୁ। କାହିଁକି ନା ସେତେବେଳେ ସମସ୍ତେ କୁହନ୍ତି ଯେ ଯାହା ଚାଲିଛି ତ ତାହା ଚାଲିଛି, ତା ବିରୁଦ୍ଧରେ ଠିଆ ହବା ହଉଛି ପ୍ରକୃତ ସାହସର କାମ। କିନ୍ତୁ ମା ଲେଖୁଛନ୍ତି ଗଭୀର ଅର୍ଥରେ ପ୍ରକୃତ ସାହସ କଣ? ନା ସବୁ ପ୍ରକାର କଥାକୁ ସମ୍ମୁଖୀନ ହୋଇପାରିବାର କ୍ଷମତା। ଖାଲି ଭାଙ୍ଗିବା କଥା ନୁହଁ, ଯେ କୌଣସି ସମସ୍ୟା ଆସୁଛି
जे कौन सी परिस्थिति आसुची सेई परिस्थिति रे निजको संपूर्ण भावे तार सम्मुखीन होई ता पर कहउचंती अविचलित भावरे से परिस्थिति को सम्मुखीन हब सेटा बड़ काम हेई पारे गोटे सान कथा भी हेई पारे से लिखिन अति सान ठारू बड़ पर्यंत भौतिक विषय ठारू आत्मिक विषय भौतिक विषय बाहर जो घटना घटुची छोट कथाटी हौ कि बड़ कथाटी हौ गोटे असंभव कार्य जोटा लगुची ता हेई पारे गोटे छोट कार्य लगुची जोटा कौन हाँ मो एटा चुटकी बजे हेईजिवो किंतु आपण देखिबे बेले बेले जो काम गुटिक अति सहज लगुथिबो ताकू आमे करबा को जदी जीवा हमको बहुत समय लगे बहुत शक्ति लगे आउ ता विषय ये है भौतिक कथा ता बाद आउटा कथा आत्मिक विषय कथा कहू आत्मिक विषय कथा साधारणतः कई भावती एटा गोटे विराट कार्य बोली कारण समस्ते कहती संसार भितर घर करथिले पत्थर पड़ले सही तेणु चाल चलई दवा टिके सही जीवा किंतु टिके सही जीवा भितरे समस्ते प्रतिक्रिया विहीन भावे कई सहती ना किंतु प्रकृत साहस होची सीए जी निज ऊपर निजर नियंत्रण हासिल करि परिवार सामर्थ्य रखी कौन सी घटना बाहर घटुची ताहा मोते प्रभावित करिवो नाही प्रभावित करिवो नाही ता माने मु ताको सम्मुखीन होई परिबी सी मते मो भितर कंपन सृष्टि करिवो नाही मते विचलित करि पकेव नाही से लोक हृस्पंदन जेपरि द्रुत गति चलने को आरंभ न करे मोर हार्ट बीट बढ़ी जीव ना हार्ट बीट केतल बढ़े जेतेबेले मो चिंता बाहर किछि घटे मो ज्ञान बाहर किछि घटना घटे मु चाहू नथिबा वस्तु किछि घटे जो घटना मते उद्वेग उत्तेजना आनी दिए सेतेबेले कौन हुए मोर हृस्पंदन बढ़ी जाए एटी गोटे हृस्पंदन हार्ट बीट केमती चलुची तार गोटे वीडियोटा अच्छी कि देखिए प्रत्येक थर जितेबाला हार्ट बीट से समय रे आम भितरे रक्त प्रत्येक कोष को जाउची एवं भिन्न भिन्न कोष रु आसुथिबा रक्त हार्ट भीतर को जाउची एटी हार्ट गोटे पंपिंग मशीन भली कौन करुची ना प्रत्येक कोष को रक्त जोटा ऑक्सीजनेटेड ब्लड बा अम्लजान युक्त रक्त को पहुंचेबारे साहाय्य करुची किंतु जेतेबेले आमे कोनोसी दौड़ा दौड़ी करथिबा कोनोसी गोटे कार्य करि आसीबा धई सई हेई जाइथिबा जेमती काम शारीरिक कार्य करथिबा जोतिर अधिक परिश्रम लागिथिबो किंबा जेतेबेले देखिबे कोनोसी घटना रे आपण प्रतिक्रियाशील होउचंती आपण को विरक्त लागुची आपण प्रकाश करंतु बा न करंतु भितरे जेतेबेले विरक्त लागुची कौन गोटे घटना आपण को कहती मत टेंशन पकई देची बा मोर टेंशन रही ये सब परिणाम रे कौन हुए सेतेबेले हृस्पंदन बढ़ी जाए तामाने हृस्पंदन एठी मा लिखुछन हृस्पंदन जेपरि द्रुत गति रे चलने को आरंभ न करे ता अर्थ से आमे बुझिबा उचित या तामाने मोर हृस्पंदन को बढ़ाइला भलिया जो कार्य सब होउची कोन होउची तामाने मो भितरे किछि प्रतिक्रिया घटुची तार
ଆଉ ଟିକେ ଭିତରୁ ଯିବା ତା ମାନେ ସେଇ ଯୋଉ ପରିସ୍ଥିତି ଘଟୁଛି ସେଇ ପରିସ୍ଥିତିରେ ମୁଁ ଶାନ୍ତ ସ୍ଥିର ରହିପାରୁ ନାହିଁ। ଶାନ୍ତ ସ୍ଥିର ରହିପାରୁନାହିଁ କାରଣ କଣ? ଶାନ୍ତ ସ୍ଥିର ନ ରହିପାରିବାର କାରଣ ହଉଛି ଯୋଉ ଘଟଣାଟି ଘଟିଛି ତା ଆଗରେ ଠିଆ ହୋଇପାରିବାର ମୋର ସାହସ ନାହିଁ। ମୁଁ ଆମେ ସାଧାରଣତଃ ସାହସ କହିଲେ ଏଠି ଲଢେଇବା କଥା ବି ବୁଝେ ଲଢିବାର ସାହସ ନାହିଁ ସାଧାରଣତଃ ଶବ୍ଦଟି ଉଠେ ଏଠି ଲଢିବା କଥା ହଉଛି ଯେ ସେ ସମୟରେ ସେ ଘଟଣାଟି ଯୋଉଟା ଘଟିଛି ତା ଦ୍ଵାରା ପ୍ରଭାବିତ ନହବା। ତାହେଲେ ପ୍ରଭାବିତ ଯଦି ନହବା ତାହେଲେ କଣ କଣ ମତେ କରିବାକୁ ପଡିବ କେମିତି ପ୍ରଭାବିତ ନହେବି ଯାହା ଫଳରେ ମୋ ଭିତରେ ସ୍ନାୟୁମଣ୍ଡଳ ବି ଥରିବ ନାହିଁ। ମା ବି ଆହୁରି କହୁଛନ୍ତି ମାନେ ପୁରା ଆହୁରି ପୁରା ଟିଡବିଟିରେ ଯାଇ କହୁଛନ୍ତି ସତାର କେଉଁ ଅଂଶରେ ସାମାନ୍ୟ ଉଦବେଗ ବି ସୃଷ୍ଟି ହଉନଥିବ ତାମାନେ ନୋ ରିଆକ୍ସନ ଯୋଉଟା କି ଆମେ ବେଳେ ବେଳେ କହୁ ଯୋଉଟା ସ୍ଥିତ ପ୍ରଜ୍ଞ ଭଳିଆ ଇ ଯେତିକି କଥା କହିଲେ ଏଟା ସ୍ଥିତ ପ୍ରଜ୍ଞର ବର୍ଣ୍ଣନା କହିଲେ ବି ଅତ୍ୟୁକ୍ତି ହବ ନାହିଁ। ଯେ ସବ କୌଣସି ପରିସ୍ଥିତିରେ ବି ତା ଭିତରେ ପ୍ରତିକ୍ରିୟା ଆସୁନଥିବ ଯେକୌଣସି ଘଟଣା ଘଟୁଛି ସେ ଘଟଣାକୁ ସମ୍ମୁଖୀନ ହବା ପାଇଁ ପ୍ରସ୍ତୁତ ଥିବ। ତେଣୁ କଣ କଣ କରିବ କେମିତି କଣ କରିବା କେମିତି କଣ ତାକୁ ଯଦ୍ଵାରା ମୋ ଭିତରେ ପ୍ରତିକ୍ରିୟା ଆସିବ ନାହିଁ। କଣ କରିବି ସେଥିପାଇଁ ମା ଲେଖିଲେ ଈଶ୍ୱରଙ୍କର ନିରବଚ୍ଛିନ୍ନ ଉପସ୍ଥିତିକୁ ଅନୁଭବ କରି ସମ୍ପୂର୍ଣ୍ଣ ଭାବେ ଈଶ୍ୱରଙ୍କ ନିକଟରେ ଆତ୍ମସମର୍ପଣ କରି ସେହି ଦିବ୍ୟ ସଂକଳ୍ପରେ ତୁମର ସମଗ୍ର ସତ୍ତାକୁ ଏକ କରି ଜୀବନର ସବୁ କଥାର ସମ୍ମୁଖୀନ ହୁଅ। ତାହେଲେ ଯାଇ ତୁମେ ଜୀବନରେ ଅଗ୍ରସର ହୋଇପାରିବ ଯେକୌଣସି ପରିସ୍ଥିତିର ସାମ୍ନା କରିପାରିବ। ଆମେ ଯେତେବେଳେ କୌଣସି କାର୍ଯ୍ୟ କରିବାକୁ ଯାଉଛୁ ଯଦି ମୋ ସହିତ ଆଉ ଜଣେ ଦି ଜଣ ଅଛନ୍ତି କୌଣସି ଭୌତିକ କାର୍ଯ୍ୟ କଲା ବେଳେ ବାହ୍ୟ କାମ ଯଦି ମୁଁ ଏକା ଯାଉଛି ମତେ ଯେତିକି ସମୟ ଲାଗିବ ଯେତିକି ପରିଶ୍ରମ ଲାଗିବ ମୋ ସହିତ ଆଉ ଜଣେ ଦି ଜଣ ଗଲେ କୁହାଯାଏ ସାହସ ବଢିଯାଏ କାମ କରିଲା ବେଳେ ଦକ୍ଷତା ମୋ ଦକ୍ଷତା ଯେତିକି ମୋ ସାମର୍ଥ୍ୟ ଯେତିକି ମୋ କ୍ଷମତା ଯେତିକି ଆଉ ଦି ଜଣ ଗଲେ ତା କଣ ହୁଏ ଗୋଟେ ଜୋସ୍ ବି ଆସେ ତା ସହିତ କାମଟି ଶୀଘ୍ର ବି ହୁଏ। ଚିନ୍ତା କରନ୍ତୁ ଆମେ କିଛି ସମୟ କାମ କରିସାରିଲା ପରେ ଆମେ କ୍ଳାନ୍ତ ହେଇଯାଉ କାହିଁକି ନା ଆମର ଶକ୍ତି କ୍ଷୟ ହୋଇଯାଏ। କୌଣସି କାରଣରୁ ମୋର ଶକ୍ତିର ଯୋଉ ଭଣ୍ଡାରଟି ରହିଛି ତାହା ଯଦି ଶକ୍ତିର ଉତ୍ସ ଶକ୍ତିର ଯୋଉଠି ମୂଳ ପିଣ୍ଡ ତା ସହିତ ମୋର ଶକ୍ତି ସାମର୍ଥ୍ୟର ଯୋଉ ଭଣ୍ଡାରଟି କୌଣସି କାରଣରୁ ଯୁକ୍ତ ହେଇଯାଇଛି ପାଇପ୍ ଦ୍ଵାରା ଲାଗି ଯାଇଛି କନେକ୍ଟେଡ ହେଇଯାଇଛି ଏବଂ ସେ ପାଇପ ରେ ଆଉ ଚାବି ନାହିଁ ତାମାନେ ଯେତେବେଳେ ବି ମୋ ଶକ୍ତି କାମରେ ଲାଗିବ ଯେତିକି କାମରେ ଲାଗୁଥବ ସେପଟେ ସେତିକି ଭରି ଭରି ଯାଉଥାଉ କାହିଁକିନା ପାଇପ୍ ଟା କନେକ୍ଟେଡ ହେଇଯାଇଛି ତେଣୁ ମୋର ଟିକିଏ ସରିଲା ମାନେ ବାଲାନ୍ସ କରିବା ପାଇଁ ସେପଟୁ ପାଣି ବୋହି ଆସିବ ଯେମିତି ଆମେ ଗୋଟେ ଜାଗାରେ କିଛି ଜାଗା ଦିଟା ଜାଗାରେ କନେକ୍ଟେଡ ଅଛନ୍ତି ପାଇପ ପରସ୍ପର ତଳେ ପୁରା କନେକ୍ସନ ଅଛି ତଳ ପଟରେ ପାଇପ୍ ପୁରା ଲାଗିଛି ଏପଟରୁ ଯଦି ଚାମଚେ ପାଣି ନେଇ ଆସିଲ ସେ ଜଣା ପଡିବନି କେତେବେଳେ ଏପଟେ ପୁଣି ପାଣି ଆସି ସାଙ୍ଗେ ସାଙ୍ଗେ ତା ଭିତରେ ତାକୁ ମିଶେଇ ସାରିବନି ତେଣୁ ଯେତେବେଳେ ଆମେ ଈଶ୍ୱରଙ୍କ ସହିତ ଏକୀଭୂତ ହେଇଯାଉଛୁ ଈଶ୍ୱରଙ୍କ ସହିତ ଏକ ହେଇଯାଉଛୁ ଦିବ୍ୟ ସଂକଳ୍ପରେ ସେଥିପାଇଁ ଲେଖୁଛନ୍ତି ଦିବ୍ୟ ସଂକଳ୍ପରେ ତୁମର ସମଗ୍ର ସତାକୁ ଏକ କରିବ ଯଦି ତାଙ୍କ ସହିତ ଏକ ହେଇଗଲା ତାହେଲେ ଈଶ୍ୱର ଆମ ପାଖରେ ଯଦି ନିରବଚ୍ଛିନ୍ନ ଉପସ୍ଥିତି ନିରବଚ୍ଛିନ୍ନ ଭାବ ରହିଲେ ତାହେଲେ ମୋର ସାମର୍ଥ୍ୟ ଶକ୍ତି କୋଉଥିରେ ଉଣା ରହିବ ଯଦି ସାମର୍ଥ୍ୟ ଆସିଗଲା ଶକ୍ତି ଆସିଗଲା ଦକ୍ଷତା ଆସିଗଲା କ୍ଷମତା ଆସିଗଲା ଜ୍ଞାନ ଆସିଗଲା କାହିଁକିନା ତାଙ୍କ ସହିତ ଏକୀଭୂତ ହେଇଗଲେ ସବୁ ଆସିଯିବ
ଆସିଗଲେ କଣ ଏମିତି ସଂସାରରେ ଅଛି ଯାହାକୁ ପରିସ୍ଥିତି ସାମ୍ନା କରିପାରିବେନି। ଆପଣ ଦେଖୁଛନ୍ତି କେତେ କେତେ ମାନେ ହଠ ଧର୍ମୀ ରାକ୍ଷସ ମାନେ, ଅସୁର ମାନେ ବା ଅନ୍ଧକାରର ଦୂତ ମାନେ କଠୋର ତପସ୍ୟା କରି କେତେ କଠିନ ବର ବି ଆଣିଛନ୍ତି। ଅମରତ୍ଵ ସମସ୍ତେ ମାଗନ୍ତି, ଯଦି ଅମରତ୍ଵ ଦେବାକୁ ମନା କରାଯାଏ ତାପରେ ସେ ଏମିତି ଏକ ପେଞ୍ଚ କାଢନ୍ତି ଯାହା ଫଳରେ ତାଙ୍କୁ ମାରିବା ଅସମ୍ଭବ ହେଇଯିବ। ମାରିବା ଅସମ୍ଭବ ହେଇଯିବ। ଦିନ ଥିଲା ଏମିତି ଗୋଟେ ଥର ଗୋଟେ ଅସୁର ବର ମାଗିଲା, ଯୋଉ ସମୟରେ କି ସେ ସମୟରେ ବର୍ଣ୍ଣନା ରହିଛି ଯେ ଶିବ ଥିଲେ ବୈରାଗୀ। କୌଣସି ପ୍ରକାରରେ ତାଙ୍କୁ କାମ ପ୍ରବୃତ୍ତି ବଶୀଭୂତ କରିପାରିବାର ସମ୍ଭାବନା ନଥିଲା। ଏତେ ବୈରାଗୀ ଥିଲେ ସେ ସମୟରେ ଜଣେ ଗୋଟେ ରାକ୍ଷସ ସିଏ ତପସ୍ୟା କରି ମାଗିଲା କଣ ଅମରତ୍ଵ ମାଗିଲା, ବ୍ରହ୍ମା ମନା କରିଦେଲେ। ତାପରେ ସେ କହିଲା ଯେ ଶିବଙ୍କ ଔରସରୁ ଯୋଉ ସନ୍ତାନ ଜନ୍ମ ଗ୍ରହଣ କରିବ ସିଏ ମୋର ବଧ କରିବ। ଶିବ ଥିଲେ ଠେର ପୁରା ବୈରାଗୀ। ତେଣୁ ଅସମ୍ଭବ, ଶିବ ବିବାହ କରିବା ଅସମ୍ଭବ, ଶିବ ବିବାହ କରିବେ ନାହିଁ। କିମ୍ବା ସନ୍ତାନ ସନ୍ତତି ହବ ନାହିଁ, ତେଣୁ ସେ ଅମର ରହିଯିବ। ତେଣୁ ସେ ତାର ମନ ଇଚ୍ଛା କଲା। ମନ ଇଚ୍ଛା ଯାହା ଅତ୍ୟାଚାର ଠାରୁ ଆରମ୍ଭ କରି ଅଜ୍ଞାନତା ଅନ୍ଧକାରକୁ ଯେତେ ଦୂର ପର୍ଯ୍ୟନ୍ତ ବିସ୍ତାର କରିପାରିବ, ନିଜକୁ ପ୍ରତିଷ୍ଠିତ କରିବା ପାଇଁ ଯାହା ସେ କରିପାରିବ କରିଚାଲିଲା। ସମସ୍ତଙ୍କ ଭିତରେ ଭାଳେଣି ପଡିଲା, ଆପଣ ଶୁଣିଥିବେ। ତେଣୁ ସେଠୁ କାମଦେବଙ୍କୁ ସେ ଦାୟିତ୍ୱ ଦିଆଗଲା ଯେମିତି ଶିବଙ୍କ ଭିତରେ ସିଏ ଉଦ୍ରେକ କରାଇବେ, ବିରାଗ କମେଇବେ, ସଂସାର ପ୍ରତି କୌଣସି ପ୍ରକାରର ଟିକେ ଇଚ୍ଛା ଜାଗ୍ରତ କରେଇବେ। ପରିଣାମ କଣ ହେଲା? ଯେତେବେଳେ ସିଏ ଯାହା କରିବାକୁ ଗଲେ ଶିବଙ୍କର କ୍ରୋଧାଗ୍ନିର ସମ୍ମୁଖୀନ ହେଇ ଭସ୍ମୀଭୂତ ହେଇଗଲେ। ତେଣୁ ଚିନ୍ତା କରନ୍ତୁ ଶିବ ଶକ୍ତି, ଶିବ ଯୋଉ ସାମର୍ଥ୍ୟରେ ରହିଥିଲେ ତାର ପରିଣାମରେ କାମଦେବ ଭସ୍ମୀଭୂତ ହେଇଗଲେ। ତେଣୁ ପୁଣି କେତେ ବର୍ଷ ବର୍ଷ ଧରି କେତେ ବର୍ଷ ଲାଗିଗଲା କାମଦେବ ଭସ୍ମୀଭୂତ ହେଇଯାଇଛନ୍ତି। ତେଣୁ ଚାଲିଲା ତ ସମସ୍ତେ କଲେ ଶେଷକୁ ପୁଣି ଶିବ ବିବାହ କଲେ ଏବଂ ସେ ଅସୁର ମଲା। କାର୍ତ୍ତିକ ପୁଣି ପିଲା ଅବସ୍ଥାରେ, ଛୋଟ ପିଲା ଅବସ୍ଥାରେ କାର୍ତ୍ତିକ ହିଁ ତାକୁ ମାରିଲେ। ଆହୁରି ସେମିତି ଦେଖିଛନ୍ତି ହିରଣ୍ୟକଶ୍ୟପ ବର ମାଗିଥିଲା। କୋଉଠି ମରିବ ନାହିଁ, କାହା ହାତରେ ମରିବ ନାହିଁ। ଇଭିନ ମଣିଷ ହାତରେ ମରିବ ନାହିଁ, ବାନର ହାତରେ ମରିବ ନାହିଁ, ପଶୁ ହାତରେ ମରିବ ନାହିଁ। କାହା ହାତରେ ମରିବ ନାହିଁ, ଦିନରେ ମରିବ ନାହିଁ, ରାତିରେ ମରିବ ନାହିଁ। ଏମିତି ସବୁ ମାଗି ଯାଇଥିଲା, ତାକୁ ବି ସଂହାର କରିବା ପାଇଁ ଉପାୟ ବାହାରିଲା। ତେଣୁ ଈଶ୍ୱରଙ୍କ ପାଖରେ, ଭଗବାନଙ୍କ ପାଖରେ କୌଣସି ଦାଉ ପେଞ୍ଚ କାମ କରେ ନାହିଁ। କାହିଁ କରେ ନାହିଁ? ନା ସେ ଏତେ ଜ୍ଞାନର ଭଣ୍ଡାର, ଏତେ ଶକ୍ତିର ଭଣ୍ଡାର। ତେଣୁ ସିଏ ଯଦି ଆମ ସହିତ ରହିଲେ, ସେ ନିଜେ ରହିଲେ ନିରବଚ୍ଛିନ୍ନ ଉପସ୍ଥିତି। ଯଦି ସେ ନିଜେ ମୋ ପାଖରେ ରହିଲେ ଖାଲି ରହିଲେ ତ ହବ ନାହିଁ, ସେଥିପାଇଁ ତା ପାଖରେ ଲେଖୁଛନ୍ତି ସମ୍ପୂର୍ଣ୍ଣ ଭାବେ ଈଶ୍ୱର ନିକଟରେ ଆତ୍ମସମର୍ପଣ। ମୋ ପାଖରେ ଥାଇକି ମଧ୍ୟ ଯଦି ମୁଁ ତାଙ୍କୁ ନିଜକୁ ଦେଇ ନ ଦେଇଛି ତାହେଲେ ସେ ମୋ ଭିତରେ କାମ କରିବେ କେମିତି? ତେଣୁ ତାଙ୍କ ନିକଟରେ ଆତ୍ମସମର୍ପଣ କରିଥିବା ଦରକାର। ତା ସହିତ ପୁଣି କଣ କଲେ? ଦିବ୍ୟ ସଂକଳ୍ପରେ ତୁମର ସମଗ୍ର ସତାକୁ ଏକ କରିଦବ। ତାମାନେ ଯାହା ସିଏ ସଂକଳ୍ପ କରିବେ ତାହା ମୋ ଭିତରେ କାର୍ଯ୍ୟକାରୀ କରିବେ। ତାହେଲେ ଏମିତି କଣ ପରିସ୍ଥିତି ରହିଛି ମୁଁ ସମ୍ମୁଖୀନ ହେଇପାରିବି ନାହିଁ? ସବୁ ହେଇପାରିବି। ମା ସ୍ପଷ୍ଟ କରିଦଉଛନ୍ତି, ମୁଁ କହୁଛି ସବୁବେଳେ ଯେପରି ଅକମ୍ପିତ ରହିବ, ସାମାନ୍ୟ ବିକମ୍ପନ ବି ଯେପରି ଦେଖା ନଯାଏ। ଜାଣି ରଖ ଏଇ ଅବସ୍ଥା ବହୁତ ଅଭ୍ୟାସ ପରେ ଆସେ।
ବହୁତ ଅଭ୍ୟାସ ପରେ ଆସେ। ଯେଉଁମାନେ ଏକ ସ୍ୱତନ୍ତ୍ର କୃପା ପାଇଥାନ୍ତି କିମ୍ବା ଜନ୍ମରୁ ଏଇଭଳି ଅବିଚଳିତ ବ୍ୟକ୍ତିତ୍ୱ ନେଇ ଜନ୍ମିଥାନ୍ତି ସେମାନଙ୍କ କଥା ଅଲଗା, କିନ୍ତୁ ଏମାନଙ୍କ ସଂଖ୍ୟା ଅତି ନଗଣ୍ୟ। ଯୋଉମାନେ ଜନ୍ମ ଜନ୍ମ ଧରି ପ୍ରୟାସ କରି କରି ଆସିଛନ୍ତି ସେମାନେ ଯୋଉ ନେକ୍ସଟ ବାର୍ଥରେ ଜନ୍ମଗ୍ରହଣ କରିବେ ସେତେବେଳେ ସେମାନେ ଅବିଚଳିତ ହେଇକି ଜନ୍ମ ହେଇଥାନ୍ତି। ତେଣୁ ସେମାନଙ୍କ ସଂଖ୍ୟା ନଗଣ୍ୟ, କାରଣ ଅଳ୍ପ କିଛି ପରିଶ୍ରମ କରୁଛି। ତେଣୁ ଏବେ ଯୋଉ ଆମ କଥା କୁହାଯାଉଛି, ତେଣୁ ଆମକୁ ଅଭ୍ୟାସ ନ କଲେ ଏ ଅବସ୍ଥା ଟା ଆସିବା ସମ୍ଭବ ନୁହେଁ। କଥାରେ କହନ୍ତି ଯେତେ ବଡ ସାଧୁ ହେଇଥାଉ ନା କାହିଁକି, ଯେତେବେଳେ ତୁମ ଜନ୍ମିତ ମା ଶରୀର ତ୍ୟାଗ କରନ୍ତି ଆଖିରେ ଦି ଟୋପା ଲୁହ ଆସିଯାଏ। ଆସିଯାଏ ଲୁହ। ଜ୍ଞାନର ସବୁ କଥା ଜାଣିକରି ମଧ୍ୟ ଯେ ଯେହେତୁ ବର୍ତ୍ତମାନ ପର୍ଯ୍ୟନ୍ତ ରୂପାନ୍ତର ହେଇନାହିଁ, ତେଣୁ ମଣିଷ ଜନ୍ମ ଗ୍ରହଣ କଲେ ମୃତ୍ୟୁ ସୁନିଶ୍ଚିତ। ଆ ପୂର୍ବରୁ ଚିନ୍ତା କରୁନାହାନ୍ତି, ମୃତ୍ୟୁ ସମସ୍ତେ ଜାଣିଥିଲେ ଯେ ମୃତ୍ୟୁର କୌଣସି ଅର୍ଥ ନାହିଁ, କାହିଁକିନା ମୃତ୍ୟୁ ପରେ ମୁକ୍ତି ମିଳିବ। ତଥାପି ବି ଯୋଉମାନେ ଜ୍ଞାନ ବି ଥାଏ ସେମାନେ ମୃତ୍ୟୁ ବେଳକୁ ସମସ୍ତେ ଟିକେ ମନ ଦୁଃଖ କରନ୍ତି। କୌଣସି ପ୍ରକାରର ଯେମିତି ଆମ ଭିତରେ ଯୋଉ କମ୍ପନ ଆସିବ ନାହିଁ ସେଟା ଏତେ ଶୀଘ୍ର କଣ ଆସିବ। ତେଣୁ ଆମକୁ ପ୍ରାକ୍ଟିସ କରିବାକୁ ପଡିବ, କାହିଁକିନା ଜୀବନରେ ବହୁତ ଝଡ ଝଞ୍ଝା ଯୋଉ ଆମେ ସମ୍ମୁଖୀନ ହଉଛୁ ତାର କାରଣ ହଉଛି ଆମେ ଜ୍ଞାନରେ ଆମେ ସତ୍ୟକୁ ଜାଣିବାରେ ସେତିକି ସମୃଦ୍ଧ ହୋଇନାହୁଁ। ଯେତିକି ଯେତିକି ସମୃଦ୍ଧ ହବା ସେତିକି ସେତିକି ଆମ ଭିତରେ ସାହସ ବଢିବ, ସେତିକି ସେତିକି ଆମର ଅଭ୍ୟାସ ବଢିବ। ତେଣୁ ଆମ ଭିତରେ ଅବିକମ୍ପନ ଅବସ୍ଥା ଧୀରେ ଧୀରେ ଅଧିକରୁ ଅଧିକ ସୁଦୃଢ ହବ। ଯଦି ଜ୍ଞାନ ନାହିଁ, ଯଦି ଜାଣି ନାହାନ୍ତି, ତେବେ ଆମ ଭିତରେ ରିଆକ୍ସନ ଆସିବା ସ୍ୱାଭାବିକ। ଯଦି ମୁଁ ଜାଣି ଯାଇଛି ଘଟଣାଟି କଣ, ତେବେ ରିଆକ୍ସନ କାହିଁକି ହେବି? ମନେ କରାଯାଉ ଯେତେବେଳେ ଗୋଟେ ପିଲାଟିକୁ ଆମେ ତା ଠାରୁ ଚକୋଲେଟ ଛଡେଇବାକୁ ଚେଷ୍ଟା କରୁ କିମ୍ବା ତା ଠାରୁ କୌଣସି ଜିନିଷ ଆଣିବା ପାଇଁ ନେଇ ଆଣିବା ପାଇଁ ଚେଷ୍ଟା କରୁ, ସେତେବେଳେ ପିଲାଟି ପ୍ରତିକ୍ରିୟା ପ୍ରକାଶ କରେ। ମୁଁ କାହିଁକି ନା ସିଏ ଭାବୁଛି ଏଇ ଜିନିଷଟି ତାର ତମେ ନେଇଗଲ। କିନ୍ତୁ ଯେତେବେଳେ ସେ ଜାଣିଯାଏ ଇଏ ମୋ ସହିତ ଖେଳୁଛନ୍ତି, ନେଇ ମୋଠୁ ଟାଣି ନଉଛନ୍ତି ଯେ କିନ୍ତୁ ସିଏ ଖାଇବେ ନାହିଁ, ମତେ ପୁଣି ଦେଇଦେବେ। ସିଏ ଥରେ ଦି ଥର ତିନି ଥର ଚାରି ଥର ପାଞ୍ଚ ଥର ବୟସ ତା ବୟସ ବଢୁଛି ଏବଂ ତାର ବାରମ୍ବାର ଦେଖୁଛି ଯେ ମୋ ସହିତ ଖେଳୁଛନ୍ତି ନେଇଯାଉଛନ୍ତି କିନ୍ତୁ ମତେ ଦେଇ ଦଉଛନ୍ତି। ତାପରେ ଦେଖିବେ ଯୋଉ ପିଲାଟିଏ ପ୍ରଥମେ ପ୍ରଥମେ ଜିନିଷ ଲୁଚେଇ ଦଉଥିଲା ଆପଣଙ୍କୁ ଦଉନଥିଲା, ଯେତେବେଳେ ସେ ଜାଣିଗଲା ସେତେବେଳେ ଆପଣ ତାଠାରୁ ଛଡେଇ ଆଣିବାକୁ ଚେଷ୍ଟା କଲା ବେଳକୁ ସେ ଛଡେଇ ଆଣିବା ଦରକାର ପଡିବ ନାହିଁ, ସେ ଆପଣଙ୍କୁ ଦେଇଦବ। ଦେଇଦବ ହସିଦବ। ସେ ଜାଣିଛି ଯେ ଆପଣ ସେଠୁ କହିବ ଯା ନେଇଯା ନେଇଯା ଯା ତୁ ଖା। ତେଣୁ ଇଏ ଯେମିତି ଛୋଟିଆ ଏକ୍ଜାମ୍ପଲ ଟେ ଦେଲି, ତେଣୁ ଯୋଉ ବିଷୟରେ ଆମର ଜ୍ଞାନ ନଥାଏ ସାଧାରଣତଃ ସେଇଠି ଆମେ ପ୍ରତିକ୍ରିୟା ପ୍ରକାଶ କରୁ, ସେଇଠି ଆମେ ଡରି ଯାଉ, ସେଇଠି ଆମେ ଆମର ସାହସଟି ଯୋଉ ଦେଖେଇ ହବାର ସମୟ ଆସିଯାଏ। ତେଣୁ ଆମେ ତା ବିଷୟରେ ତାର ଉତ୍ସ ତା ସମ୍ପର୍କରେ ଜ୍ଞାନ ଆସିଲେ ନିଶ୍ଚୟ ଆମର ସାହସ ଦୃଢ ହେଇଯାଏ। ତେଣୁ ମା ଲେଖିଛନ୍ତି ପ୍ରକୃତ ସାହସ ହେଲା ବିଷୟଟି ସମ୍ପର୍କରେ ସବୁ ପ୍ରକାର ଜ୍ଞାନର ସହିତ ସାହସ। ତା ମାନେ ସବୁ କିଛି ସମ୍ଭାବନା ସମ୍ପର୍କରେ ଯେପରି ଜଣେ ଅବଗତ ଥିବ ଏବଂ ଯାହା କିଛି ଆସିବ କୌଣସି ବ୍ୟତିକ୍ରମ ବିନା ତାର ମୁହାଁମୁହିଁ ହେବା ପାଇଁ ପ୍ରସ୍ତୁତ ରହିଥିବ। ଏଇଟା କେବଳ ବାହାର କଥାରେ କୁହାହଉନି, ଆତ୍ମିକ ବିଷୟ କଥାରେ ମଧ୍ୟ କୁହାହଉଛି। ଆମ ଜୀବନରେ ଯାହା ଯାହା ଘଟଣା ଘଟୁଛି ଆମେ ଦେଖୁଛନ୍ତି, ନିଜକୁ ସୁଦୃଢ କରିବା ପାଇଁ ନିଜର ସମସ୍ତ ଗତିବିଧି ପ୍ରାଣର ଶରୀରର ମନର ସମସ୍ତ ଗତିବିଧି ଉପରେ ନିଜର ନିୟନ୍ତ୍ରଣ ହାସଲ କରିବା ପାଇଁ କେତେ ପ୍ରକାରର ଝଡ଼ ଝଞ୍ଜାକୁ ଆମକୁ ସମ୍ମୁଖୀନ ହେବାକୁ ପଡେ। ତେଣୁ ସେଠି ଆମକୁ ପ୍ରସ୍ତୁତ ରହିବାକୁ ପଡିବ। ମାଙ୍କୁ ଆହ୍ୱାନ କରିବା।
Thank you all, Robert.